Hello dear students, welcome to Beauty Guruji Online. ଆଜି ଆମେ ସପ୍ତମ ଶ୍ରେଣୀ ଗଣିତ ବହିର ପ୍ରଥମ ଅଧ୍ୟାୟ ପୂର୍ଣ୍ଣ ସଂଖ୍ୟାର ଅଭ୍ୟାସ କାର୍ଯ୍ୟ 1.4 ର ସମାଧାନ କରିବା। ଏଥିରେ ପୂର୍ଣ୍ଣ ସଂଖ୍ୟାର ଭାଗକ୍ରିୟା ସମ୍ପର୍କିତ ପ୍ରଶ୍ନ ଗୁଡ଼ିକର ସମାଧାନ କରିବା। ପୂର୍ବରୁ ଆମେ ପୂର୍ଣ୍ଣ ସଂଖ୍ୟାର ଯୋଗ, ବିୟୋଗ, ଗୁଣନ ତଥା ସେ ସମ୍ପର୍କିତ ବିଭିନ୍ନ ଧର୍ମ ଗୁଡ଼ିକ ବିଷୟରେ ପଢ଼ି ସାରିଛେ। ପୂର୍ଣ୍ଣ ସଂଖ୍ୟାର ଭାଗକ୍ରିୟାରେ ପ୍ଲସରେ ପ୍ଲସ ହରଣ କଲେ ପ୍ଲସ ହୋଇଥାଏ, ପ୍ଲସରେ ମାଇନସକୁ ହରଣ କଲେ ମାଇନସ ହୋଇଥାଏ। ସେହିପରି ମାଇନସରେ ପ୍ଲସକୁ ଭାଗ କଲେ ଭାଗଫଳ ମାଇନସ ହୋଇଥାଏ ଏବଂ ମାଇନସରେ ମାଇନସକୁ ଭାଗ କଲେ ଭାଗଫଳ ପ୍ଲସ ହୋଇଥାଏ। ତେବେ ଆସ ଅଭ୍ୟାସ କାର୍ଯ୍ୟଟିକୁ ଆରମ୍ଭ କରିବା। ଅଭ୍ୟାସ କାର୍ଯ୍ୟ 1.4 ନମ୍ବର 1 ଭାଗଫଳ ନିର୍ଣ୍ଣୟ କର। ଏଠାରେ କିଛି ଭାଗକ୍ରିୟା ସମ୍ପର୍କିତ ପ୍ରଶ୍ନ ଦେଇଛି, ତାହାର ଭାଗଫଳ ନିର୍ଣ୍ଣୟ କରିବା। ନମ୍ବର 1 କ ଅଛି -40ରେ ହରଣ କରିବା -10କୁ। ତେବେ ଭାଗଫଳ କେତେ ହେବ ନା 10 ତ 40, ତେଣୁ ଭାଗଫଳ ଆସିଯିବ 4 ଆଉ ମାଇନସ ମାଇନସ କଟିଯିବ, କାହିଁକି ନା ଆମେ ଜାଣିଛେ ମାଇନସରେ ମାଇନସକୁ ହରଣ କଲେ ଭାଗଫଳ ପ୍ଲସ ହୋଇଥାଏ, ତେଣୁ ପ୍ଲସ 4 ହେବ ଭାଗଫଳ। ଖ -60ରେ ହରଣ କରିବା -6କୁ। ତେଣୁ 6 10 60, ଏଠାରେ ମଧ୍ୟ ମାଇନସ ମାଇନସ ପ୍ଲସ ହେଇଯିବ ଏବଂ 10 ହେଇଯିବ ଭାଗଫଳ। ଗ -37ରେ ହରଣ ହେବ +37। ତ 37କୁ 37 ଏକା ସଂଖ୍ୟା ରହିଛି, କେବଳ ଚିହ୍ନର କ'ଣ ହେବ ନା ମାଇନସରେ ପ୍ଲସକୁ ଭାଗ କଲେ ଭାଗଫଳ ହେଇଯିବ ମାଇନସ ଏବଂ 37ରେ 37କୁ ଭାଗ କଲେ ଭାଗଫଳ ହେଇଯିବ 1, ତ -1 ହେବ ଭାଗଫଳ। ଘ ଅଛି 15ରେ ହରଣ ହେବ -4ରେ 3କୁ ଯୋଗ କରିନେବା। ତ -4ରେ +3 ଯୋଗ କଲେ ହେଇଯିବ -1। ବର୍ତ୍ତମାନ ଭାଗ କଲେ 15ର ଚିହ୍ନ ପ୍ଲସ ରହିଛି, 1ର ମାଇନସ, ପ୍ଲସ ମାଇନସ ମାଇନସ ହେଇଯିବ, 15କୁ 1 ଦ୍ୱାରା ଭାଗ କଲେ ସେଇ 15 ହେବ, ତ -15 ଆନ୍ସର। ଅଛି 18ରେ ହରଣ ହେବ ବନ୍ଧନୀ ଭିତରେ ଅଛି -3 -2 ଗୋଟେ ବିୟୋଗ ଅଛି। ତ ପ୍ରଥମେ ବିୟୋଗ କାର୍ଯ୍ୟଟି କରିନେବା। ତେଣୁ 18 ହରଣ -3ରେ ମାଇନସ ପୁଣି -2 ଅଛି, ତେଣୁ ମାଇନସକୁ ଯଦି ଆମେ ପ୍ଲସ କରିବା ତେବେ -2ର ଚିହ୍ନ ମଧ୍ୟ +2 ହେଇଯିବ। ବର୍ତ୍ତମାନ 18 ହରଣ -3ରେ 2 ଯୋଗ କଲେ ହେଇଯିବ ସେହିପରି -1। 18ରେ ହରଣ ହେବ -1, -18 ହେଇଯିବ ଭାଗଫଳ। ଚ ଅଛି 0ରେ ହରଣ ହେବ -5। ତେବେ 0 ସହିତ ଯାହାକୁ ବି ଆମେ ହରଣ କରିବା ତାହାର ଭାଗଫଳ ହେଇଯିବ 0। 6 ଅଛି ସେହିପରି 27 ହରଣ ବନ୍ଧନୀ ଭିତରେ ରହିଛି -14 ମିଶାଣ -13। ତେବେ ଏଠାରେ ମଧ୍ୟ ବନ୍ଧନୀ ଭିତର କାର୍ଯ୍ୟ ଆଗେ କରିବା। -14ରେ -13 ଯେତେବେଳେ ମିଶିଯିବ ଉଭୟର ଚିହ୍ନ ମାଇନସ ରହିଥିବାରୁ ମାଇନସ ହେବ, ଆଉ 14ରେ 13 ମିଶିଗଲେ 27, ତ -27କୁ ହରଣ କରିଦେବା। ତ ଗୋଟେ ରହିଲା +27 ହରଣ ଆଉ ଗୋଟେ ରହିଲା -27, ତେଣୁ ପ୍ଲସ ମାଇନସ ମାଇନସ, 27ରେ 27କୁ ହରଣ କଲେ 1 ହେବ। ଜରେ ସେହିପରି ରହିଛି -19 ହରଣ -2 -21 -19 ଥାଉ। ତାପରେ ବନ୍ଧନୀ ଭିତର କାର୍ଯ୍ୟ ଯଦି ଆଗେ ଦେଖିବା, -2ରୁ ବିୟୋଗ ହେବ -21, ତେଣୁ ବିୟୋଗ ବଦଳରେ ଯଦି ଆମେ ଯୋଗ ଦେବା ତେବେ ଏହା ହେଇଯିବ +21। ତେବେ +21ରୁ -2 ଫେଡି ହେଇଗଲେ ଟୋଟାଲ ହେଇଯିବ +19 ହେଇଯିବ। -19ରେ +19କୁ ଭାଗ କଲେ ହେଇଯିବ -1। ଝ ଦେଇଛି ସେହିପରି -25 ହରଣ 5 ବନ୍ଧନୀ ଶେଷ ହରଣ ଦେଇଛି -1। ତ ପ୍ରଥମେ ବନ୍ଧନୀ କାର୍ଯ୍ୟ କରିଦେବା। ମାଇନସରେ ପ୍ଲସ ହେଲେ ମାଇନସ ହେବ, 25ରେ 5 ହେଲେ 5 5 25 5, ତ -5 ହରଣ -1। ତେଣୁ ମାଇନସ ମାଇନସ କଟିଯିବ ହରଣଟା, ବା ମାଇନସରେ ମାଇନସକୁ ଭାଗ କଲେ ପ୍ଲସ ହେଇଥାଏ, ତେଣୁ ପ୍ଲସ ତା ସହିତ 5ରେ 1କୁ ହରଣ କରିଦେଲେ ସେଇ 5, ତେଣୁ +5 ହେଇଯିବ ଆନ୍ସର। ନିୟମ ଦେଇଛି -25ରେ ଭାଗ ହେବ ବନ୍ଧନୀ ଭିତରେ ରହିଛି 5 ହରଣ -1। ତେବେ
-25 ହରଣ 5 ରେ -1 को भाग कले हो -5। तो वर्तमान -25 रे -5 को भाग कले 5 पंचा 25 5 माइनस माइनस प्लस तो +5 हो आंसर। तो देखिए -32 हरण बंधनी आरंभ -8 हरण 4 तेणु -32 रहिबो सहित हरण हेब यही हरण कार्यर भागफलटी। तो यार भागफल हो माइनस प्लस माइनस 4 दूना 8 2 -2 को आम हरण करिया -32 सहित। तेणु माइनस माइनस हो प्लस एवं 32 रे 2 हरण कले 16 तो प्लस 16 हो आंसर। नंबर 2 ए बी और सी लगी निम्न पूर्ण संख्या नहीं ए हरण बी प्लस सी डज नॉट इक्वल टू ए हरण बी प्लस ए हरण सी यार सत्यता परीक्षा कर। आमर बाम पार्श्व ए हरण बी प्लस सी करवा एवं डाहाण पार्श्व ए हरण बी करवा ता सहित जोग करवा ए हरण सी को। तो देखिबा आमे यह समान हबो नहीं कहूँ। तो ए रो मूल्य 12 बी रो मूल्य -4 सी रो मूल्य 2 नहीं गोटे परीक्षा करवा सेहीपरि ए रो मूल्य -10 बी रो मूल्य और सी रो मूल्य यथाक्रमे 1 और -1 नहीं मध्य आ गोटे परीक्षा करवा। नंबर 2 उक्तिटा देइछि ए हरण बी प्लस सी डज नॉट इक्वल टू ए हरण बी प्लस हबो ए हरण सी। को करिवा एलएचएस नहीं जावा ए हरण बी प्लस सी ए रो मूल्य अछि 12 12 रे हम हरण करिवा बी प्लस सी बी देछि -4 प्लस सी देछि 2 तेणु 12 रे हरण करिवा -4 रे 2 जोग कले हे जेबो -2 तो 12 हरण -2 जे प्लस माइनस -2 आरएचएस अच्छे ए हरण बी मिश्रण ए हरण सी ए रो मूल्य रही 12 बी रो मूल्य रही -4 तापर जोग करिवा ए हरण सी ए रो मूल्य रही 12 हरण सी रही 2 तेबे 12 रे जतबेले -4 को हरण करिवा हे जीवो 4 3 12 प्लस माइनस -3 प्लस 12 रे 2 को हरण करले 6 समान -3 रे जतबेले 6 जोग करिवा जोगफल हे जीवो +3 तेणु समान हला नहीं -6 अलगा बाहरला 3 अलगा बाहरला तेणु देखिले जे बाम पार्श्व समान हला नहीं दक्षिण पार्श्व सहित अतएव आम कहिपरिबा LHS डज नॉट इज इक्वल टू RHS। प्रूफ खरे दिया जाइए मूल्य गुड़िक प्रथम लिखी ना ए रो मूल्य अच्छी -10 बी रो मूल्य अच्छी +1 सी रो मूल्य अच्छी -1 तेज लिखा LHS। तो उक्ति दिया जाइए तार बाम पार्श्व रही ए हरण बी प्लस सी तेबे ए रो मूल्य -10 -10 रे हरण हम बी रही 1 प्लस सी रही -1 तो -10 रे हरण हो दुईटी जोगफल सी पूर्ण हो। तो कौन सी पूर्ण संख्या जब शून्य को आम हरण करवा यह संज्ञाहीन बा अर्थहीन तेणु आम एठार लिखिपर यह अर्थहीन अर्थात यार किसी अर्थ नहीं किंतु शून्य सहित कौन सी पूर्ण संख्या को हरण कले शून्य होता है। वर्तमान नवा RHS तो RHS देखिए ए हरण बी मिश्रण ए हरण सी तो ए हरण बी ए रो मूल्य रही -10 हरण बी रो मूल्य रही +1 ये जोग हम ए रो मूल्य -10 हरण सी रो मूल्य -1 तेबे -10 रे जतबेले 1 को हरण करवा से -10 ही रहिबो
ତା ସହିତ ଯୋଗ କରିବା ଠାରେ ମାଇନସ୍ ମାଇନସ୍ ପ୍ଲସ୍ ହେଇଗଲା। 10 ରେ ହରଣ କଲେ ମଧ୍ୟ 10। ତେଣୁ ଗୋଟେ -10 ଗୋଟେ +10 ମିଶିଗଲେ ପୂର୍ଣ୍ଣ ହେଇଯିବ। ବାମ ପାର୍ଶ୍ୱ ଆଉ ଦକ୍ଷିଣ ପାର୍ଶ୍ୱ ସମାନ ନୁହଁ ବୋଲି କହିପାରିବା। ଅତଏବ LHS does not is equal to RHS। Proof। ନମ୍ବର 3 କ 4 ଯୋଡ଼ା ପୂର୍ଣ୍ଣ ସଂଖ୍ୟା a b ଲେଖ ଯେଉଁଥିରେ a ହରଣ b ସମାନ -4 ଏବଂ a ଏକ ଧନାତ୍ମକ ପୂର୍ଣ୍ଣ ସଂଖ୍ୟା ଯେପରି +12 -3। କାରଣ +12କୁ ଯେତେବେଳେ -3ରେ ଆମେ ଭାଗ କରିବା ଭାଗଫଳ ହେବ -4। a ହରଣ b କଲେ -4 ହେଉଥିବ ଏବଂ a ଗୋଟେ ଧନାତ୍ମକ ପୂର୍ଣ୍ଣ ସଂଖ୍ୟା ରହୁଥିବ। ସେହିପରି a b ଲେଖିବା ଯେପରିକି a ହରଣ b କଲେ -3 ବାହାରିବ ଏବଂ ଏଠାରେ ତାର ଓଲଟା ହେବ। ଏଠାରେ a ଧନାତ୍ମକ ପୂର୍ଣ୍ଣ ସଂଖ୍ୟା ଥିଲା, ଏଠାରେ ଋଣାତ୍ମକ ପୂର୍ଣ୍ଣ ସଂଖ୍ୟା ମିଳିବ। a b ଏପରି ସଂଖ୍ୟା ନେବା ଯେପରିକି a ରହିବ ଋଣାତ୍ମକ ସଂଖ୍ୟା ଏବଂ a ହରଣ b କଲେ ଭାଗଫଳ ମିଳୁଥିବ -3। ତ ଏଠାରେ 4 ଯୋଡ଼ା ପୂର୍ଣ୍ଣ ସଂଖ୍ୟା ଲେଖିବା ଯେପରିକି a କୁ b ରେ ଭାଗ କଲେ ଭାଗଫଳ ହେଉଥିବ -4। a ହେଉଛି ଧନାତ୍ମକ ରହିବ, ତେଣୁ +32 ରେ ଯଦି ଆମେ -8 କୁ ହରଣ କରିବା, +32 ରେ ଯେତେବେଳେ ଭାଗ କରିବା -8 କୁ, ତେବେ ଭାଗଫଳ ପାଇବା -4। ସେହିପରି +16 ଏବଂ -4। ତ ପ୍ରଥମଟି ପ୍ଲସ୍ ନେବା, ଦ୍ୱିତୀୟଟି ମାଇନସ୍ ନେବା। +16 ରେ ଯେତେବେଳେ ଭାଗ କରିବା -4 କୁ, ଏଠାରେ ମଧ୍ୟ ଭାଗଫଳ ପାଇବା -4। ସେହିପରି ତୃତୀୟ ଯୋଡ଼ା ନେବା +20 ଏବଂ -5। +20 ରେ ଯଦି ଆମେ ଭାଗ କରିଦେବା -5 କୁ, ଭାଗଫଳ ଏଠାରେ ମଧ୍ୟ ହେବ -4। ମନେକର ଯୋଉ +100 ଯେତେ ବଡ଼ ସଂଖ୍ୟା ବି ନେଇପାରିବ। +100 -25, କାହିଁକିନା ଆମେ ଜାଣିଛୁ 25 + 100, ତେଣୁ +100 ରେ ଯେତେବେଳେ ଆମେ ଭାଗ କରିଦେବା -25 କୁ, ତ ପ୍ଲସ୍ ମାଇନସ୍ ହେଇ ମାଇନସ୍ ହେଇଯିବ 25 + 100। ତ ଏହିପରି ଭାବରେ a b 4 ଯୋଡ଼ା ସଂଖ୍ୟା ଲେଖିନେଲେ, ଯାହା ଫଳରେ a ହରଣ b କଲେ ଭାଗଫଳ -4 ପାଇଲେ। ख କହିଛି ଭାଗଫଳ ମିଳିବ -3, କିନ୍ତୁ a ହେବ ଗୋଟେ ଋଣାତ୍ମକ ସଂଖ୍ୟା, ତେଣୁ ଯେକୌଣସି ଗୋଟେ ସଂଖ୍ୟା ଧରିବା ସେଥିରେ 3 ଆମେ ଡାକିଦେବା। ତ କଣ ନା ମନେକର ଗୋଟେ ସଂଖ୍ୟା ହେଲା 4, 4 3 12, ତ ଏଠାରେ ମାଇନସ୍ କହିଛି ତ ମାଇନସ୍ କେବଳ ଚିହ୍ନ ଲଗେଇଦେବା। -12 ରେ ଯେତେବେଳେ ଆମେ ହରଣ କରିଦେବା +4 କୁ, ତ ଭାଗଫଳ ପାଇଯିବା ମାଇନସ୍ ଗୋଟେ ରହୁଛି ପ୍ଲସ୍ ଗୋଟେ ରହୁଛି, ତେଣୁ ମାଇନସ୍ ହେଇଯିବ 4 3 12 3। ମନେକର ଯୋଉ -27 ଆଉ 9, କାହିଁକି ନା ଆମେ ଗୋଟେ ସଂଖ୍ୟା ରାଣ୍ଡମଲି 9 ନେଲେ, 9 3 27 ଜାଣିଛୁ, ତେଣୁ a ରେ ମାଇନସ୍ ଆମେ ଲଗେଇଦେବା। ତେଣୁ ଏଠାରେ କଣ ହେବ ନା -27 ହରଣ 9 ସମାନ ହଉଛି -3, -60 ଆଉ 20, କାହିଁକି ନା ଆମେ ହଉଛି 20 30 60 ଜାଣିଛୁ, ତେଣୁ ଭାଗଫଳ 3 ରହିବ, କିନ୍ତୁ ଗୋଟେ ମାଇନସ୍ ଗୋଟେ ପ୍ଲସ୍ ହେବାରୁ -3 ରହିବ। ତେଣୁ କହିପାରିବା -60 ରେ ଯଦି ଆମେ ହରଣ କରୁଛେ 20 କୁ, ତେବେ ଭାଗଫଳ ପାଉଛେ -3। ସେହିପରି ଆଉ ଗୋଟେ ଯୋଡ଼ା ସଂଖ୍ୟା ଲେଖିବା, ମନେକର ଯୋଉ 18 ଆଉ 6, ତ 6 3 18, -18 ଆଉ 6, -18 ରେ ହରଣ କରିଦେବା 6 ଯଦି -3 ପାଇବା। ନମ୍ବର 4 ଗୋଟିଏ ସ୍ଥାନରେ ମଧ୍ୟାହ୍ନ 12ଟା ବେଳର ତାପମାତ୍ରା 0 ଡିଗ୍ରୀ ସେଲସିୟସ୍ ଅପେକ୍ଷା 8 ଡିଗ୍ରୀ ଅଧିକ ଥିଲା। ମଧ୍ୟରାତ୍ରି ପର୍ଯ୍ୟନ୍ତ ପ୍ରତି ଘଣ୍ଟାରେ ତାପମାତ୍ରା 2 ଡିଗ୍ରୀ ସେଲସିୟସ୍ ହାରରେ କମିଲା। ମଧ୍ୟାହ୍ନ 12ଟା ବେଳେ ତାପମାତ୍ରା 0 ଡିଗ୍ରୀ ଅପେକ୍ଷା 8 ଡିଗ୍ରୀ ଅଧିକ ଥିଲା, ଅର୍ଥାତ୍ +8 ଥିଲା। ତ ମଧ୍ୟରାତ୍ରି ପର୍ଯ୍ୟନ୍ତ ପ୍ରତି ଘଣ୍ଟାର ତାପମାତ୍ରା 2 ଡିଗ୍ରୀ ସେଲସିୟସ୍ ହାରରେ କମିଲା। ତେଣୁ ମଧ୍ୟାହ୍ନ 12ରୁ ମଧ୍ୟରାତ୍ରି 12 ପର୍ଯ୍ୟନ୍ତ ସମୟ ହେଉଛି 12 ଘଣ୍ଟା। 1 ଘଣ୍ଟାରେ କମୁଛି 2 ଡିଗ୍ରୀ, ତ 12 ଘଣ୍ଟାରେ କେତେ କମିବ? କମି କମି ଆମର କେତେ ତାପମାତ୍ରା ହେବ ମଧ୍ୟରାତ୍ରି 12ଟା ବେଳେ ଗୋଟେ ପ୍ରଶ୍ନ କହିଛି, ଏବଂ କେତେବେଳେ ତାପମାତ୍ରା 0 ଡିଗ୍ରୀ ଅପେକ୍ଷା 6 ଡିଗ୍ରୀ କମ୍ ହେବ ତା ପୂର୍ବ ପ୍ରଶ୍ନ କହିଛି, ଅର୍ଥାତ୍ -6 ଡିଗ୍ରୀ କେତେବେଳେ ହେବ। ତ ଆମେ ଲେଖିବା ମଧ୍ୟାହ୍ନ 12ଟା ବେଳର ତାପମାତ୍ରା 0 ଡିଗ୍ରୀ ସେଲସିୟସ୍ ଅପେକ୍ଷା 8 ଡିଗ୍ରୀ ସେଲସିୟସ୍ ଅଧିକ। ତ ଅତଏବ ଆମର କଣ ହେଇଯିବ ନା 0 ଡିଗ୍ରୀ ସେଲସିୟସ୍ ଅଧିକ କରିଦେବା 8 ଡିଗ୍ରୀ ସେଲସିୟସ୍ ସମାନ, ଯେ ସେଇ 8 ଡିଗ୍ରୀ ସେଲସିୟସ୍ ତା ଅର୍ଥ ରହିଛି ମଧ୍ୟାହ୍ନ 12ଟା ବେଳେ ତାପମାତ୍ରା।
ସେହିପରି ପ୍ରଥମ ପ୍ରଶ୍ନ କହିଛି 0 ଡିଗ୍ରୀ ଅପେକ୍ଷା 6 ଡିଗ୍ରୀ କମ୍ କେତେବେଳେ ହେବ? 0 ଡିଗ୍ରୀ ସେଲସିୟସ୍ ଅପେକ୍ଷା 6 ଡିଗ୍ରୀ ସେଲସିୟସ୍ କମ୍, ତ ଏହାର ମୂଲ୍ୟ କେତେ ଆମେ ବାହାର କରିବା? ତ ଏଇଟା ସମାନ ହେଇଯିବ ଯେ 0 ଡିଗ୍ରୀ ସେଲସିୟସ୍ରୁ କମେଇଦେବା 6 ଡିଗ୍ରୀ ସେଲସିୟସ୍ ସମାନ -6 ଡିଗ୍ରୀ ସେଲସିୟସ୍, ଅର୍ଥାତ୍ ଏତିକି ତାପମାତ୍ରା କେତେବେଳେ ହେବ? ଗୋଟେ ପ୍ରଶ୍ନ କହିଛି, ଥିଲା ହେଉଛି କେତେ ନା 8 ଡିଗ୍ରୀ ସେଲସିୟସ୍, ତେଣୁ 8 ଡିଗ୍ରୀ ସେଲସିୟସ୍ରୁ ଯଦି ଆମେ ବିୟୋଗ କରିଦେବା 6 ଡିଗ୍ରୀ ସେଲସିୟସ୍କୁ, ତେବେ କେତେ କମିକିରି ଏତିକି ହେବଟା ଆମେ ପାଇଯିବା। ତ ଏହାକୁ ଯଦି ବିୟୋଗ କରିବା ତେବେ ମାଇନସ୍ ବଦଳରେ ପ୍ଲସ୍ ଦେଲେ ଇଏ ମଧ୍ୟ ପ୍ଲସ୍ ହେଇଯିବ, ତେଣୁ ପ୍ଲସ୍ ଇଏ 8 ଇଏ ପ୍ଲସ୍ 6, 8 14 ଡିଗ୍ରୀ ସେଲସିୟସ୍। 2 ଡିଗ୍ରୀ ସେଲସିୟସ୍ ତାପମାତ୍ରା କମେ ସମାନ 1 ଘଣ୍ଟାରେ। ସେହିପରି 14 ଡିଗ୍ରୀ ସେଲସିୟସ୍ ତାପମାତ୍ରା କମିବ 14 ଡିଗ୍ରୀ ସେଲସିୟସ୍ରେ ଆମେ ହରଣ କରିଦେବା 2 ଡିଗ୍ରୀ ସେଲସିୟସ୍ ସମାନ 7 ଘଣ୍ଟାରେ। ତ 7 ଘଣ୍ଟା ସମୟ ଲାଗିଯିବ 8ରୁ -6 ହେବା ପାଇଁ। 8 କେତେବେଳେ ଥିଲା ନା ମଧ୍ୟାହ୍ନ 12ଟା ବେଳେ, ମଧ୍ୟାହ୍ନ 12 ବା ଆମେ କହିପାରିବା 12 ନୁନ୍। ତ ଏତିକିରେ ଯଦି ଆମେ ମିଶେଇ ଦେବା 7 ଘଣ୍ଟା, 7 ଘଣ୍ଟା ପରେ ହେଉଛି ସେ ତାପମାତ୍ରାଟା କେତେ ହେବ? ତ କେତେ ସମୟ ହେଇଥିବଟା ଆମେ ବାହାର କରିବା, ତେଣୁ 7 ଘଣ୍ଟା ପରେ ଯେହେତୁ ହେବ সময়ଟି ଆମେ ପାଇଯିବା 12ଟାରେ 7 ଘଣ୍ଟା ମିଶିଲେ ଆମର ସକାଳ 7 ଘଣ୍ଟା ହେବ ବା 7 AM ଏଠାରେ ଲେଖିବା। ତେଣୁ ଅତଏବ ଆମେ ଲେଖିବା ଯେ ସକାଳ 7ଟାରେ ତାପମାତ୍ରା 0 ଡିଗ୍ରୀ ସେଲସିୟସ୍ ଅପେକ୍ଷା 6 ଡିଗ୍ରୀ ସେଲସିୟସ୍ କମ୍ ହେବ। ତ ଏହା ଗୋଟେ ପ୍ରଶ୍ନର ସମାଧାନ ହେଇଗଲା। ବର୍ତ୍ତମାନ ବାହାର କରିବା ମଧ୍ୟରାତ୍ରି 12ଟା ବେଳେ ତାପମାତ୍ରା କେତେ ହେବ? ମଧ୍ୟାହ୍ନ 12ଟାରୁ ଆମର ସମୟ ମଧ୍ୟରାତ୍ରି 12ଟା ପର୍ଯ୍ୟନ୍ତ, 12ଟା ପର୍ଯ୍ୟନ୍ତ ସମୟ ହେଉଛି କେତେ ନା 12 ଘଣ୍ଟା, ତେଣୁ 12 ଘଣ୍ଟାରେ ଆମର କେତେ ତାପମାତ୍ରା କମିବ ବାହାର କରିବା। ତେବେ 1 ଘଣ୍ଟାରେ 2 ଡିଗ୍ରୀ ସେଲସିୟସ୍ କମେ, ତେଣୁ 12 ଘଣ୍ଟା ପରେ ତାପମାତ୍ରା କମିବ ସମାନ 12 ଗୁଣନ 1 ଘଣ୍ଟାରେ କମୁଥିବା ତାପମାତ୍ରା ଗୁଣିଦେବା 2 ଡିଗ୍ରୀ ସେଲସିୟସ୍, ତ 12 ଦୁଣ ହେଇଗଲା 24 ଡିଗ୍ରୀ ସେଲସିୟସ୍। ମଧ୍ୟାହ୍ନ 12ଟା ବେଳେ ଥିଲା 8 ଡିଗ୍ରୀ ସେଲସିୟସ୍, ତ ମଧ୍ୟରାତ୍ରି ପର୍ଯ୍ୟନ୍ତ ଯେଉଁ 12 ଘଣ୍ଟାରେ କମିଗଲା 24 ଡିଗ୍ରୀ ସେଲସିୟସ୍, ଯାହା କମିଲାକୁ ତାକୁ ବିୟୋଗ କରିଦେବା, ବିୟୋଗ ଫଳ ହେଇଗଲା -16 ଡିଗ୍ରୀ ସେଲସିୟସ୍। ଅତଏବ ମଧ୍ୟରାତ୍ରି 12ଟା ବେଳେ ତାପମାତ୍ରା -16 ଡିଗ୍ରୀ ସେଲସିୟସ୍ ହେବ। ନମ୍ବର 5, ଗୋଟିଏ କୋଇଲା ଉତ୍ତୋଳନକାରୀ ଯନ୍ତ୍ର ଖଣି ଭିତରକୁ ମିନିଟ୍ ପ୍ରତି 6 ମିଟର ବେଗରେ ଗତି କରେ। ଯଦି ଭୂପୃଷ୍ଠଠାରୁ 10 ମିଟର ଉଚ୍ଚତାରୁ ଯନ୍ତ୍ରଟି ଖଣି ଭିତରକୁ ଗତି କରିଥାଏ, ତେବେ ଏହା -350 ମିଟର ସୂଚକ ସ୍ଥାନରେ ପହଞ୍ଚିବା ପାଇଁ କେତେ ସମୟ ନେବ? ତ ଖଣି ଭିତରକୁ ଯେଉଁ ଦୂରତା ଋଣାତ୍ମକ ନିଆଯାଉଛି ଏବଂ ଉପରେ ଯେଉଁ ଦୂରତା ଅଛି ଖଣି ଉପରୁ ଭୂପୃଷ୍ଠଠାରୁ ଉପରକୁ ଦୂରତାକୁ ଆମେ ଧନାତ୍ମକ ନେବା। ଉପରେ ରହିଲା 10 ମିଟର ଏବଂ ଗ୍ରାଉଣ୍ଡ ଲେବୁଲରୁ ବା ଖଣି ଲେବୁଲରୁ ଭିତରକୁ 350, ତ ସମୁଦାୟ ଦୂରତା ଆମର 350 ଆଉ 10 360 ମିଟର ହେଇଯିବ। ତ ନମ୍ବର 5 ଲେଖିବା ଭୂପୃଷ୍ଠଠାରୁ 10 ମିଟର ଉଚ୍ଚତାରୁ ଖଣି ଭିତରକୁ -350 ମିଟର
ସୂଚକ ସ୍ଥାନ ପର୍ଯ୍ୟନ୍ତ ଦୂରତା। ତ ଦୂରତା ଆମେ କିପରି ବାହାର କରିବା ନା, ଉପରେ ଯେଉଁ ଅଛି 10 ମିଟର ରୁ ଭିତର ଦୂରତାକୁ ଆମେ ମାଇନସ୍ କରିଦେବା। ତ ମାଇନସ୍ ହେଇଯିବ କେତେ ନା 350 କୁ ମାଇନସ୍ କରିଦେବା। ତେବେ କ'ଣ ହେଇଯିବ ନା 10 ମିଟର ପ୍ଲସ୍ କଲେ ଏହା ହେଇଯିବ 350 ସମାନ 360 ମିଟର। ଯନ୍ତ୍ରଟି ମିନିଟ୍ ପ୍ରତି 6 ମିଟର ଦୂରତା ଯାଏ। ତେଣୁ ଦେଖିବା 6 ମିଟର ଦୂରତା ଗତି କରେ ସମାନ 1 ମିନିଟରେ। ସେହିପରି ସମୁଦାୟ ଦୂରତା ରହିଛି 360 ମିଟର। ତେଣୁ 360 ମିଟର ଦୂରତା ଗତି କରିବ ସମାନ 360 ମିଟର ହରଣ 6 ମିଟର ସମାନ 636 60 ମିନିଟ୍ ପାଇଗଲା ଆମେ। 1 ଘଣ୍ଟା ମଧ୍ୟ କହିପାରିବା। ତେବେ ଉତ୍ତର ଲେଖିବା -350 ମିଟର ସୂଚକ ସ୍ଥାନରେ ପହଞ୍ଚିବା ପାଇଁ 1 ଘଣ୍ଟା ସମୟ ନେବ।